କ୍ରିକେଟ ଜଗତରୁ ଆସିଲା ଏକ ଦୁଃଖ ଖବର। ଭାରତର ସୁପରଷ୍ଟାର ପୂର୍ବତନ ଖେଳାଳି ନେଲେ ଅବସର। ଦେଖିବାକୁ ଗଲେ ଏହି ଖବର ଚାଞ୍ଚଲ୍ୟକୁ ସୃଷ୍ଟି କରିଛି ସାରା ବିଶ୍ୱରେ। କାହିଁକିନା ସେ କାନ୍ଦି କାନ୍ଦି ବିଦାୟ ନେଲା କ୍ରିକେଟ ମଇଦାନରୁ। ଏବଂ ଦେଖିବାକୁ ଗଲେ ଭାରତର ଏହି ତାରକା ସୁପରଷ୍ଟାର ତାରକା ବହୁତ ଭଲ ପ୍ରଦର୍ଶନ କରିଥିଲେ, ଯାହାକୁ ଭାରତ ଲଜ୍ଜା ପହଞ୍ଚାଇଥିଲେ 2020-21 ଟେଷ୍ଟ ସିରିଜରେ, ଯାହା ଯାଇ ଅଷ୍ଟ୍ରେଲିଆ ମାଟିରେ। ତେବେ ସେହି ଖେଳାଳି ଆଉ କେହି ନୁହନ୍ତି, ଅଜିଙ୍କ୍ୟ ରାହାଣେ ଗତକାଲି ଅବସର ନେଇଛନ୍ତି। ଦେଖିବାକୁ ଗଲେ ତାଙ୍କ କ୍ରିକେଟ ଜୀବନୀ 2011 ଠାରୁ ଆରମ୍ଭ ହୋଇଥିଲା। ତାହା ଇଂଲଣ୍ଡ ବିପକ୍ଷ ପ୍ରଥମ T20 ମ୍ୟାଚ୍ ଖେଳିବାରେ ପାଇଥିଲେ ସୁଯୋଗ ଏବଂ 2013ରେ ଉଭୟ ଟେଷ୍ଟ ଏବଂ ଦିନିକିଆକୁ କ୍ରିକେଟ ଫେରିଥିଲେ। ଏବଂ ଦେଖିବାକୁ ଗଲେ ଶେଷ ଥର ପାଇଁ T20 ଖେଳିଥିଲେ ୱେଷ୍ଟଇଣ୍ଡିଜ ବିପକ୍ଷ 2016 ମସିହା ଏବଂ 2018 ମସିହାରେ ସାଉଥ ଆଫ୍ରିକା ବିପକ୍ଷ ଖେଳିଥିଲେ ଦିନିକିଆ ମ୍ୟାଚ୍। ଏବଂ IPLରେ ଦେଖିବାକୁ ଗଲେ ଲଗାତାର 2 ବର୍ଷ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ କୋଲକାତା ନାଇଟ୍ ରାଇଡର୍ସ ପଟରୁ। ପୁଣି ଶେଷରେ କାହିଁକି କାନ୍ଦି କାନ୍ଦି ବିଦାୟ ନେଲେ, ସେହି ବିଷୟରେ ଆଲୋଚନା କରିବା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତର ପୂର୍ବତନ ଡାହାଣ ହାତ ବ୍ୟାଟର ତଥା ଅଜିଙ୍କ୍ୟ ରାହାଣେ ମୁମ୍ବାଇ ଇଣ୍ଡିଆନ୍ସ ପଟରୁ ପ୍ରଥମ ଆରମ୍ଭ କରିଥିଲେ ତାଙ୍କ କ୍ରିକେଟ ଜୀବନ। ଦେଖିବାକୁ ଗଲେ ଏହାପରେ 2011 ମସିହାରେ ଦିନିକିଆ ସିରିଜରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଗସ୍ତ କରିଥିଲେ। ତାଙ୍କୁ ଡେବ୍ୟୁ କରିବା ପରେ ଓପନିଂ ବ୍ୟାଟିଂ ଭଲ କରିଥିଲେ, କିନ୍ତୁ କିଛି ମଧ୍ୟ ନୂଆ ବ୍ୟାଟର ଆସିବା ପରେ ତାଙ୍କୁ ସୁଯୋଗ ମିଳିନଥିଲା ଏବଂ ତାଙ୍କ ଫର୍ମ ଖରାପ ଯୋଗୁଁ ସେ ବାହାରେ ବସିଥିଲେ। ତେଣୁ ଦେଖିବାକୁ ଗଲେ କିଛି ଦିନ ପୂର୍ବେ ସେ ଘୋଷଣା କରିବାକୁ ଚାହୁଁଥିବା ବେଳେ ଗତକାଲି ସେ ସମ୍ପୂର୍ଣ୍ଣ ରୂପେ ଘୋଷଣା କରି ଦେଇଥିଲେ ଯେ ମୁଁ କ୍ରିକେଟ ଜୀବନରୁ ସନ୍ନ୍ୟାସ ନେବାକୁ ଚାହୁଁଛି। ତେଣୁ ଗତକାଲି ଏହା ଖବର ଶୁଣି ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।